ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଆମ ଓଡ଼ିଶାର ଶିବତୀର୍ଥ ଯେଉଁଟାକି ହେଲା ଭୁବନେଶ୍ୱର ବା ପ୍ରକୃତ ଅର୍ଥରେ ସ୍ୱର୍ଣ୍ଣାଚଳ। ବହୁତ ଲୋକ ଆମର ଓଡ଼ିଶାକୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଜାଣିଛନ୍ତି, କିନ୍ତୁ ଏହି ଭୁବନେଶ୍ୱର ଯାହା ନାଁଟା ହେଇଛି ତ୍ରିଭୁବନେଶ୍ୱରଙ୍କ ନାଁ ଅନୁସାରେ କିମ୍ବା ଏକାମ୍ର କ୍ଷେତ୍ର ଯେଉଁ କୁହାଯାଏ, ଏଇଟା ହେଲା ଗୋଟେ ଭାରତବର୍ଷର, ଯଦି ମୁଁ କହିବି ଦ୍ୱିତୀୟ କାଶୀ, ତାହେଲେ ଅତ୍ୟୁକ୍ତି ହେବନି, ବିଲକୁଲ ଅତ୍ୟୁକ୍ତି ହେବନି। ଆପଣ ଭୁବନେଶ୍ୱରର ଓଲ୍ଡ ଟାଉନ୍ ଯଦି ବୁଲିବେ ଏବଂ ଶିବ ମନ୍ଦିର ଗୁଡ଼ାକ ଗଣତି କରିବେ, ମୋତେ ଲାଗୁଛି କାଶୀରେ ବୋଧେ ବି ଆପଣ ଏତେ ପାଇବେନି, କାରଣ କାଶୀରେ ବର୍ତ୍ତମାନ ବହୁତ ଘର ହେଇଗଲାଣି। ତ ସ୍ୱର୍ଣ୍ଣାଚଳ, ଯାହାର ଅଧିପତି ହେଲେ ବାବା ଲିଙ୍ଗରାଜ। ମନ୍ତ୍ରଟି କ'ଣ? ସ୍ୱର୍ଣ୍ଣାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ପାର୍ବତୀ ପ୍ରାଣନାଥାୟ ଲିଙ୍ଗରାଜାୟ ତେ ନମଃ। ଆପରେ ଗୋଟେ ଖୁବ୍ ଭଲ ଗ୍ରନ୍ଥଟିଏ ଅଛି ଦର୍ଶକ ବନ୍ଧୁ, ସେ ହେଲା ସ୍ୱର୍ଣ୍ଣାଦ୍ରି ମହୋଦୟ। ଏକାମ୍ର କ୍ଷେତ୍ର କୁହାଯାଉଥିଲା କାହିଁକି? ଏଠି ଗୋଟେ ଆମ୍ବ ଗଛ ଥିଲା, ଏକ ଆମ୍ର, ଯେଉଁଠି ଫଳିଲା ଆମ୍ବଟା ଗୋଲ୍ଡେନ୍ କଲର୍ ଦେଖାଯାଉଥିଲା, ସ୍ୱର୍ଣ୍ଣ ଭଳିଆ। ପାହାଡ଼ ଉପରେ ଥିଲା, ଯେଉଁଟାକି ଉଟ୍ଟ ବା ଆଦ୍ରି ପର୍ବତ ବୋଲି କୁହାଯାଏ, ପର୍ଯ୍ୟାୟବାଚକ ଶବ୍ଦ ଅନୁସାରେ ସ୍ୱର୍ଣ୍ଣାଦ୍ରି କୁହାଗଲା। ଭୁବନେଶ୍ୱରରେ ବହୁତ ଗୁଡ଼ିଏ ଲିଙ୍ଗ ଅଛି। ଯେକୌଣସି ଗୋଟେ ଶିବ ସାଧକ ପାଇଁ ଏଇଟା ଗୋଟେ ବଢ଼ିଆ ଜାଗା, କିନ୍ତୁ ଦୁଃଖର ବିଷୟ ଯେ ସେସବୁ ଲିଙ୍ଗ ଗୁଡ଼ିକ ଗୋଟେ ଅବହେଳିତ ଅବସ୍ଥାରେ ପଡ଼ିଛି। କାରଣ ବେଶୀ ଯେହେତୁ ପପୁଲାର ହେଇପାରିଲାନି ବା ଲୋକମାନେ ସେତିକି ପପୁଲାରିଟି ଆସିଲାନି, ସେଇଥିଲାଗି ଅବହେଳିତ ଅବସ୍ଥା ରହିଗଲା। ମାତ୍ର ସ୍ୱର୍ଣ୍ଣାଚଳ ହେଲା ଦ୍ୱିତୀୟ କାଶୀ। କୁହାଯାଏ ଯେ କାଶୀଠାରେ କୋଟିଏ ଲିଙ୍ଗରୁ ଏଠି ଗୋଟେ କମ୍, କିନ୍ତୁ ଯଦି ଆପଣ ସ୍ୱର୍ଣ୍ଣାଦ୍ରି ମହୋଦୟ ଗ୍ରନ୍ଥଟି ପଢ଼ିବେ ତ ସେଥିରେ ବି କୁହାଯାଇଛି କାଶୀ ସହିତ ବି ଆର ସମଲିଙ୍ଗ ଅଛି। ଓଡ଼ିଆରେ ଅନୁବାଦ କରିଛନ୍ତି ତାକୁ ପ୍ରଫେସର ଜୟକୃଷ୍ଣ ମିଶ୍ର। ଏବେ ମୁଁ ବହିଟି ପଢ଼ୁଥିଲି, କୌଣସି ବହିର ମୁଁ ଏଠି ପ୍ରମୋସନ୍ କରୁନି, ଯଦି ବହୁତ ଗୁଡ଼ିଏ ଏଠି ଶିବ ମନ୍ଦିର ଅଛି ଯେଉଁଗୁଡ଼ାକ ଏବେ ଠିକ୍ରେ ପୂଜା ହେଇପାରୁନି। ଆମର ମେଘେଶ୍ୱର ମନ୍ଦିର ଆପଣ ଯାଆନ୍ତୁ, ମୋର ଯେଉଁଟା ଗୋଟେ ଫେଭରାଇଟ୍ ବ୍ରହ୍ମେଶ୍ୱର ମନ୍ଦିର। ବ୍ରହ୍ମେଶ୍ୱର ମନ୍ଦିର ମୋତେ ଲାଗୁଛି ବୋଧହୁଏ ଲିଙ୍ଗରାଜ ମନ୍ଦିର ଠାରୁ ମଧ୍ୟ ପୁରୁଣା। ଆପଣ ପ୍ରଫୁଲ୍ଲ ତ୍ରିପାଠୀଙ୍କର ଯଦି ଇତିହାସଟା ପଢ଼ିବେ, ଭୁବନେଶ୍ୱର ଇତିହାସ, ସେଥିରେ ମଧ୍ୟ ସେ ଏହା କହୁଛନ୍ତି 600-700 ଶତାବ୍ଦୀର ଲିଙ୍ଗରାଜ 1000 ଶତାବ୍ଦୀ ପାଖାପାଖି ଏଇଟା ହୁଏ। ଗୋଟେ ବଡ଼ ମନ୍ଦିର ନିର୍ମାଣ ପୂର୍ବରୁ ତା ପୂର୍ବରୁ ଛୋଟ ଛୋଟ ମନ୍ଦିର ଗୁଡ଼ିକ ବନାଯାଏ। ବହୁତ ବଡ଼ ଲିଙ୍ଗ। ଭାସ୍କରେଶ୍ୱର ତ ଛାଡ଼ନ୍ତୁ, କିଛି କୁହନ୍ତି ବୁଦ୍ଧ ସ୍ତୂପ ଭାଙ୍ଗି କରାଯାଇଛି, ଯାହା ବି ହଉ ବହୁତ ବଡ଼ ଲିଙ୍ଗ। ଯଦି ଆପଣ ସେଇ ଓଲ୍ଡ ଟାଉନ୍ ଭିତରେ ବୁଲିବେ ଖାଲି, ଆପଣ ଦେଖିବେ କେତେ ଗୁଡ଼ିଏ ଆପଣଙ୍କୁ ମନ୍ଦିର ମିଳିବ, ଆଉ ବହୁତ ଗୁଡ଼ିଏ ଅବହେଳିତ ଅବସ୍ଥାରେ ଥିଲେ, କିନ୍ତୁ ଆପଣ ସେଠି ଯାଇପାରିବେ, କିଛି ସମୟ ପାଇଁ ବସିପାରିବେ, ଆଉ ଶକ୍ତିର ଯେଉଁ ପ୍ରାବଲ୍ୟ ରହିଛି ସେଠି ଆପଣ ସେଟା ଅନୁଭବ କରିପାରିବେ। ତେଣୁ ଆପଣ ଶିବ ସାଧକ ହିସାବରେ ଆପଣଙ୍କୁ କାଶୀ ଯିବା ଦରକାର ନାହିଁ, ଆପଣ କୌଣସି ଜ୍ୟୋତିର୍ଲିଙ୍ଗ ଯିବା ଦରକାର ନାହିଁ। ଆମର ଏକାମ୍ର କ୍ଷେତ୍ର ହିଁ ବହୁତ। ଆପଣଙ୍କ ଭିତରେ କେତେ ସମର୍ପଣ ଭାବ ଅଛି, କେତେ ସାଧନା କରିବା ପାଇଁ, କେତେ ଆପଣ ମୋକ୍ଷ କାମୀ ଅଛନ୍ତି ଏବଂ ସେଥିପାଇଁ ପ୍ରସ୍ତୁତ ଅଛନ୍ତି, ତାହା ନିର୍ଭର କରେ। ଖାଲି ଗୋଟେ ବିଗ୍ରହଟିକୁ ଦେଖିଦେଲେ କିଛି ହେବନି, ସେ ମନ୍ଦିରରେ ଯାଇ ବସିବାକୁ ପଡ଼ିବ, ସେଠି ଆଖି ବୁଜି ବସି କେତେ ଶକ୍ତିଟାକୁ ଅନୁଭବ କରିବାକୁ ପଡ଼ିବ, ନିଜ ଶରୀରର ଶକ୍ତିଟା ସେ ଅନୁସାରେ ବଢ଼ିବାକୁ ପଡ଼ିବ। ତାପରେ ଆପଣ ଜାଣିପାରିବେ ମୁଁ ତ ଦେହ ନୁହେଁ, ମନ ନୁହେଁ, ମାୟାରେ ମୋର କ'ଣ କାମ। ତେଣୁ ଲିଙ୍ଗରାଜ ମନ୍ଦିର ଏବଂ ତାର ପାର୍ଶ୍ୱପାର୍ଶ୍ୱରେ ଥିବା କେତେ ଗୁଡ଼ିଏ ଶିବ ମନ୍ଦିର, ଆମର ଯେତିକି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଶିବ ମନ୍ଦିର ମଧ୍ୟ ଲିଙ୍ଗରାଜ ମନ୍ଦିର ଭିତରେ ଅଛି। ଆପଣ ଦେଖିବେ ମହାକାଳ ଅଛନ୍ତି, ବୈଦ୍ୟନାଥ ଅଛନ୍ତି,
ରାମେଶ୍ୱର ଅଛନ୍ତି ଏବଂ ଯେଉଁଠିକି ମୋର ବହୁତ ପ୍ରିୟ ଜାଗାଟା ହେଲା ପାଖରେ ଥିବା ଏକପାଦ ଭୈରବ ମନ୍ଦିର। ତାଙ୍କ କୃପାରୁ ପ୍ରାୟ ସବୁଦିନ ମୁଁ ଯାଉଛି ଏବଂ ଉପାସନା କରିକି ଆସୁଛି ସନ୍ଧ୍ୟାବେଳେ। ଆଗରୁ ଖୁବ୍ ଅବହେଳିତ ଅବସ୍ଥାରେ ଥିଲା, ତାଙ୍କ କୃପାରୁ ଏବେ ମୁଁ ସେଟା କରିପାରୁଛି। ଏତେ ଗୁଡ଼ିଏ ଆମର ଏଠି ଅଛନ୍ତି ଲିଙ୍ଗ। ଆପଣ ସେଇ ଜିନିଷଟା ଅନ୍ୟ କୌଣସି ଜ୍ୟୋତିର୍ଲିଙ୍ଗ ପାଖକୁ ଯାଆନ୍ତୁ, ଏତେ ଗୁଡ଼ିଏ ଲିଙ୍ଗ ଆପଣ ପାଇବେନି। ମାତ୍ର ଭୁବନେଶ୍ୱରରେ ଅଛି, ଏକାମ୍ର କ୍ଷେତ୍ରରେ ଅଛି, ସ୍ୱର୍ଣ୍ଣାଚଳରେ ଅଛି। ତେଣୁ ଆପଣ ଶିବ ସାଧକ ହେବା ପାଇଁ ମହାଦେବ ଭୁବନେଶ୍ୱରଟାକୁ ପୁରା ବିଶେଷତଃ ଓଲ୍ଡ ଟାଉନ୍ ଏରିଆଟାକୁ ରଖିଛନ୍ତି ଆପଣଙ୍କ ପାଇଁ। ମୁଁ ବହୁତ ଦିନ ସେଇଥିଲାଗି ମୋ ଘର ପରେ ଛାଡ଼ିକି ତା ନିକଟତର ସ୍ଥାନକୁ ପଳେଇ ଆସିଛି, ଯେଉଁଥିପାଇଁ ମୋତେ ସେଇ ଶିବ ମନ୍ଦିର ସାଧନା କରିବାକୁ ଯିବାକୁ ଭଲ ଲାଗୁଛି। ବହୁତ ଏମିତି ମନ୍ଦିର ଅଛି, ମୁଁ କାହା ନାଁ ନେବା ଦରକାର ନାହିଁ, କେବେ ବିସ୍ତାରରେ ତାପରେ ଚଳଚ୍ଚିତ୍ର କରିବା। ଆପଣ ଯାଇକି ଖାଲି ବସିବେ ସେ ଶିବ ମନ୍ଦିର ଦେଖିଲେ ଆପଣ ଦେଖିବେ, ଆରେ ଆମର ଏକାମ୍ର କ୍ଷେତ୍ରରେ ଓଡ଼ିଶାରେ ଗୋଟେ ଏତେ ବଡ଼ ଶୈବ କ୍ଷେତ୍ର ଆପଣ ପରିକଳ୍ପନା କରିପାରିବେନି। ଆମର ଯଦି ବେଶୀ ଟିକେ ବୈଷ୍ଣବ ଆଡ଼େ ମୁଁ ଚାଲିଗଲେ, ଯେଉଁଟାକି ଠିକ୍ ଭୁଲ, ସେ କିଛି ଖରାପ ଭଲ ମୁଁ କହୁନି, ସେ ଠିକ୍ ଅଛି ସବୁ, କିନ୍ତୁ ଶିବ କ୍ଷେତ୍ରଟା ଆମର ତଳକୁ ଆସିଗଲା। ସେଥିଲାଗି ଆମେ କହୁ ଯେ ପୁରୀ ଗଲେ ପୁଣି ଲିଙ୍ଗରାଜ ଆସିବେ। ବହୁତ ଲୋକ ସେମିତି ବି କରନ୍ତି, କିନ୍ତୁ ତା ଉଦ୍ଦେଶ୍ୟ ସେୟା ନୁହେଁ। ଉଦ୍ଦେଶ୍ୟ ହେଲା ଯେ ଆପଣ ଶିବ ସାଧକ ଯଦି ଆପଣଙ୍କ ପାଇଁ ଗୋଟେ ଭଲ ଜାଗା ହେଲା ସ୍ୱର୍ଣ୍ଣାଚଳ, ଯେଉଁଠିକି ଆପଣ ଶିବ ସାଧନା କରିପାରିବେ। ଆପଣଙ୍କୁ ବିଭିନ୍ନ ପ୍ରକାର ଲିଙ୍ଗ ମିଳିବ। କେଦାରଗୌରୀ ଯାଆନ୍ତୁ, ଏଠି ଗୋଟେ ଭିନ୍ନ ଶକ୍ତି ପାଇବେ। ବ୍ରହ୍ମେଶ୍ୱର ଯାଆନ୍ତୁ, ବହୁତ ଭଲ ଶକ୍ତି ପାଇବେ। ଏଠି ଲିଙ୍ଗଟା ବହୁତ ବଡ଼ ଲିଙ୍ଗ ଏବଂ ମନ୍ଦିରଟା ବେଶୀ ବଡ଼, ପଞ୍ଚରଥ ଶୈଳୀରେ ବନା ହେଇଛି। ବିଭିନ୍ନ ଲିଙ୍ଗ ପାଖରେ ଆପଣ ଯାଇ ବସିପାରିବେ। ସେଠି କିଛି ସମୟ ପାଇଁ ମନ୍ତ୍ର ଉଚ୍ଚାରଣ କରିବେ, ଆଖି ବୁଜିକି ବସିକି ଆସିବେ। ଆପଣ ଦେଖିବେ କେଉଁ ଭଳିଆ ଅନୁଭୂତି ଆପଣଙ୍କର ହେଉଛି। ହଉ, ମୋତେ କୌଣସି ଟୁରିଜିମ୍ ଡିପାର୍ଟମେଣ୍ଟ ବାଲା କି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବାଲା କୌଣସି ମୋତେ କହିନାହାନ୍ତି। ମୋତେ ଲାଗିଲା ଯେ ଏଇଟା ମୋର କର୍ତ୍ତବ୍ୟ ମୋ ରାଜ୍ୟବାସୀମାନଙ୍କୁ ଜଣାଇଦେବା ଯେ ଏକାମ୍ର କ୍ଷେତ୍ରଟାର ମହତ୍ତ୍ୱ କ'ଣ। ଏବଂ ଆପଣ ଅଧିକ ଜାଣିବାକୁ ଚାହୁଁଥିଲେ, ଖୁବ୍ ଭଲ ପୁସ୍ତକଟି ହେଲା ସ୍ୱର୍ଣ୍ଣାଦ୍ରି ମହୋଦୟ। ଯେମିତି ଆମର ଜଗନ୍ନାଥଙ୍କ ପାଇଁ ନୀଳାଦ୍ରି ମହୋଦୟ ଅଛି, ସେଭଳିଆ ସ୍ୱର୍ଣ୍ଣାଦ୍ରି ମହୋଦୟରେ କେତେ ସୁନ୍ଦର ଉପାଖ୍ୟାନ ରହିଛି ଯେ କେମିତି ବିନ୍ଦୁସାଗର ସୃଷ୍ଟି ହେଲା ଏବଂ କେମିତି ସବୁ ମନ୍ଦିର, ଯେଉଁଠି ଆମର ଏଠି କ୍ଷେତ୍ରଫଳ ହେଲେ ବିଷ୍ଣୁ, ସେଠି ଆମେ ତାଙ୍କ ଭୈରବ ରୂପ ବୋଲି କହିପାରିବା। ଲିଙ୍ଗରାଜରେ କ୍ଷେତ୍ରଫଳ ହେଲେ ବିଷ୍ଣୁ, ଯେଉଁଠିକି ପୁରୀରେ କ୍ଷେତ୍ରଫଳ ହେଲେ ଲୋକନାଥ। ଆପଣ ପଢ଼ନ୍ତୁ, ଜାଣନ୍ତୁ। ଯଦି ଆପଣଙ୍କ ଶିବଙ୍କ ପ୍ରତି ଆସ୍ଥା ଅଛି, ଶିବ ସାଧକ ଆପଣ, ଏକାମ୍ର କ୍ଷେତ୍ର ଆପଣଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ସ୍ୱର୍ଣ୍ଣାଚଳ ଆପଣଙ୍କ ପାଇଁ ହେଲା ସ୍ୱର୍ଗ। ମୁଁ ନିଜ ଅନୁଭୂତିରେ କହୁଛି ଆଜ୍ଞା, ମୁଁ ନିଜେ ତ ସବୁ ଶୈବ କ୍ଷେତ୍ର ପ୍ରାୟ ଯାଇଛି, ସେଠି ସାଧନା କରିଛି ଆସିଛି। ଖାଲି ପଳେଇ ଯିବା ସାଧନା କରିବାଟା ବଡ଼ କଥା ନୁହେଁ। ଆପଣ ଜୀବନରେ ଉତ୍ତାରିବାର ଅଛି ଶିବଙ୍କୁ ଯେ ମୁଁ ଏଇଆ କରିବି, ତାହେଲେ ଯାଇକି ଯେକୌଣସି ଜାଗା ଆପଣଙ୍କ ପାଇଁ ଶିବଲିଙ୍ଗ, ଯେକୌଣସି ସ୍ଥଳ, ଯେକୌଣସି ଜିନିଷ ଆପଣଙ୍କ ପାଇଁ ଶିବଲିଙ୍ଗ, ଯେଉଁଠିକି ଆପଣ ଶିବଙ୍କ ସହିତ ଲୀନ ହୋଇପାରିବେ। ମାତ୍ର ସ୍ୱର୍ଣ୍ଣାଚଳ ଏପରି ସ୍ଥାନ ଯେଉଁଠିକି ଶିବ ସାଧକଙ୍କ ପାଇଁ ଏଟା ଗୋଟେ ସ୍ୱର୍ଗ। ଆପଣମାନେ ନିଜେ ସମୟ ଦିଅନ୍ତୁ, ବିଭିନ୍ନ ମନ୍ଦିର ସେଠି ବୁଲନ୍ତୁ, ଶିବଲିଙ୍ଗ ମନ୍ଦିର ଗୁଡ଼ିକ ପାଖରେ ଯାଇ ବସନ୍ତୁ। ଆପଣ ଭିନ୍ନ ଅନୁଭୂତି ପାଇବେ ଏବଂ ଶିବଙ୍କର କୃପା ମଧ୍ୟ ପାଇବେ। ହଉ, ଆଜି ପାଇଁ ରହୁଛି। ମହାପ୍ରଭୁ ଲିଙ୍ଗରାଜ ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ। ସ୍ୱର୍ଣ୍ଣାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ପାର୍ବତୀ ପ୍ରାଣନାଥାୟ ଲିଙ୍ଗରାଜାୟ ତେ ନମଃ।